हेलो हाय नमस्कार जय जगन्नाथ जय श्रीराम आज ब्लॉग स्टार्ट करवा बहुत आज हूँ सन्ध्या शीत दिन में बर्तमान आम घर प्रस्तुत हम जे कि मक्का मक्का आसी कंचा मक्का सीझा है कि कौन तैयारी आपण मानक भिडियो जोड़ी रुहतु भिडियो एंजॉय करूँ चैनल को नुआ आसले चैनल को सब्सक्राइब करेंगे ऑल करेंगे चलते जावा आमर जे कि मक्कार कौन हो प्रस्तुत चलो जीवा लेट करवानी चलतु लेट करवानी चलो लेट्स गो चलिए शुरू करते हैं। जाऊँगी तलू मुझे थी बर्तमान तलू जावा कौन तैयारी हम चलते देखिए आपन को फाइनाल मक्का सीझा है कि रेडी देखु ये हूँ मक्का आमर मक्का है कि रेडी हो जाए कौन रही बंधाकोबी रेडी हो जाए रही पियाज ग्रीन मटर एवं ये रसुण ये जीरा रही देखु कौन केमती कौन तैयारी हम तापाई कॉर्नफ्लावर आसी घसपट चिली सॉक्स टमाटो सॉक्स सोया सॉक्स सब आसिक रही चलो देखा केमती कौन हो प्रस्तुत भिडियो जोड़ी रुहतु सब्सक्राइब करेंगे भूलिए ना बता गैस लगा हाला A few moments later, 2000. फाइनाल तेल पड़ा कड़कार कौन सुस्स तेल सुस्स तेल जो तेल कौन ये है तेल गरम है देखु जो पका पका पियाज पकईमी बहुत सारा फूल तोड़ू झिया पियाज पकईमी देखु बर्तमान जीरा पड़ जाए बर्तमान फुटला अच्छा बर्तमान चलती देखा तो बर्तमान पड़ा रसुण फास्ट पियाज ग्रीन मटर एवं कंचा लंका पड़ जाइए ताजर पियाज पड़ी बर्तमान कौन तैयारी होची आपण माने देखंतु तैयारी होला पर आपण माने देखि पारिबे वीडियो रे जानि पारिबे कौन तैयारी होची सिझा है रही दुईटा पाटर पकई दबा रही तेल गरम होची देखु गाइस अरे बंधाकोबी पड़गला बोले देखु केमती कौन हो आज ब्लॉग तैयारी होची मक्का रे तैयारी हम मक्का चिल्ली
ମକା ଚିଲି ତିଆରି ହବ ତା ପାଇଁ ସବୁ ତିଆରି ହଉଛି। ବନ୍ଧାକୋବି ସବୁ ତାକୁ ଘାଣ୍ଟି ଦେଇକି ଆମେ ଭାଙ୍ଗି ଦେଇକି ଆମେ ଘୋଡ଼େଇ ଦେଲେ ବନ୍ଧାକୋବି ସିଝିଯିବ। ସିଝିଲା ପରେ ତାପରେ ମକାଟି ସିଝା ହେଇକି ରହିଛି ଦେଖନ୍ତୁ ସାଇଡରେ ମକା ସିଝା ହେଇକି ରହିଛି। ଆପଣ ମାନେ ଦେଖନ୍ତୁ ଭଲି ସେ ହେଇଯାଉ। ହଁ ତ ଆପଣ ମାନେ ଦେଖନ୍ତୁ ଇଏ ହଉଛି ଏ ରହିଲା ଆପଣ ମାନେ ଦେଖିଥିଲେ ପୂର୍ବ ଭିଡ଼ିଓରେ ସକ୍ସ ତା ପାଇଁ ଆସିଛି କାଶ୍ମୀର ଟମାଟୋ ସକ୍ସ ଇଏ ସୋୟା ସକ୍ସ ଆଉ ଇଏ ହଉଛି ଚିଲି ସକ୍ସ ଦେଖନ୍ତୁ ଇଏ ଚିଲି ସକ୍ସ ସେଠି ସବୁ ରହିଛି। ଦେଖନ୍ତୁ ଚାଲିଛି ଆମର ମାନେ ପ୍ରଧାନ ନରମି ଯାଇଛି ବନ୍ଧାକୋବିରେ। ପଡ଼ିଯାଇଛି ଆମର ମକା ପଡ଼ିଗଲା ଦେଖନ୍ତୁ। ଆଉ ଏଠି ପାତ୍ରରେ ଗୁଳା ହେଇକି ରହିଛି ଇଏ କର୍ଣ୍ଣଫ୍ଲାୱାର ଏବଂ ଟମାଟୋ ସକ୍ସ ଚିଲି ସକ୍ସ ଗୁଳା ହେଇକି ରହିଛି। ଆମେ ଏଇଟା ୟା ଦେହରେ ଆହୁରି 2-3ଟା ଜିନିଷ ପଡ଼ିନାହିଁ। କ୍ୟାପ୍ସିକମ୍ ପଡ଼ିବା କଥା ପଡ଼ିନାହିଁ। ଆମେ ଗୋଟେ ମାନେ ସର୍ଟ ଟିଫିନ୍ କରିବା ଜାଗା ଆମେ କରିଦେଲୁ ଆଉ। ମକା ଚିଲ୍ଲି ହଉଛି ବନାନ୍ତୁ କର୍ଣ୍ଣଫ୍ଲାୱାର ଏବଂ ଟମାଟୋ ସକ୍ସ ଚିଲି ସକ୍ସ ସୋୟା ସକ୍ସ ସବୁ ଗୁଳା ହେଇଯାଇଛି ପଡ଼ିଗଲା ଦେଖନ୍ତୁ। ବର୍ତ୍ତମାନ ହେଇଯାଇଛି ଟିକେ ପାଣି ମରିବ ଗଲା ପରେ ବଳିଆ ହେଇଯିବ ତାପରେ ଚିଲି ସକ୍ସ ପ୍ରସ୍ତୁତ ହେଇଯିବ। ନମସ୍କାର ଜୟ ଜଗନ୍ନାଥ ଜୟ ଶ୍ରୀରାମ। ଦେଖନ୍ତୁ ଫାଇନାଲ ଆମର ମକା ଚିଲ୍ଲି ହେଉଛି ଆପଣମାନେ ଦେଶୀ ପ୍ରଣାଳୀରେ ମକା ଚିଲ୍ଲି ହେଉଛି ଘରେ ଆପଣମାନେ ଦେଖନ୍ତୁ ମକା ଚିଲ୍ଲି ହେଇସାରିଛି ଆପଣମାନଙ୍କୁ ଟେଷ୍ଟ କରି ଦେଖେଇବି ଆପଣମାନେ କେମିତି କ'ଣ ରହିଲା ଦେଖିଲେ କେମିତି କ'ଣ ମକା ତିଆରି ହେଲା। ଆପଣମାନେ ଏମିତି ଭଲ ପାଇବା ଦିଅନ୍ତୁ ଦେଇକି ପ୍ରତ୍ୟେକ ଦିନ ଏମିତି ନୂଆ ଭିଡ଼ିଓ ଆସିବ ଏମିତି ଭଲ ପାଇବା ଦିଅନ୍ତୁ। ଚାଲନ୍ତୁ ଦେଖିବା ମକା ଚିଲ୍ଲି କେମିତି କ'ଣ ଲାଗୁଛି ଆପଣମାନେ ଖାଇକି ଦେଖେଇବେ ଟେଷ୍ଟ। ଦେଖନ୍ତୁ ଇଏ ହେଉଛି ଚିଲ୍ଲି ମକା ଚିଲ୍ଲି କେମିତି କ'ଣ ତିଆରି ହେଇଛି। ବଢ଼ିଆ ହେଇଛି କର୍ଣ୍ଣଫ୍ଲାୱାର ପଡ଼ିଯାଇଛି ଆଉ ଅଧେ ଖାଇ ଦେଇଛନ୍ତି କଞ୍ଚା ସିଝେଇ ଖାଇ ଦେଇଛନ୍ତି ଅଧେ ଆଉ ଏତିକି ରହିଥିଲା ଏତିକି ହେଲା। ଆଉ ୟା ଦେହର ଆଉ ଗୋଟେ ଜିନିଷ 2ଟା ଜିନିଷ
ମିସିଂ ଅଛି। ଯେହେତୁ ମଲ୍ଲି ଆମର ୟା ନାଁ ହେଉଛି ମଲ୍ଲି, ସେ ହେଉଛି ତା ଖାଇବ ବୋଲି ମୋ ସାଙ୍ଗର ଏଇଟା ହେଉଛି ଦେଖନ୍ତୁ। ଆଉ ବର୍ତ୍ତମାନ ତ ଫାଇନାଲ ମକା ଚିଲି ଆସିଯାଇଛି ମୋ ହାତକୁ, ଦେଖନ୍ତୁ ମକା ଚିଲି। ଆଉ ବର୍ତ୍ତମାନ ଟେଷ୍ଟ କରିବା କେମିତି କ'ଣ ହେଇଛି ଟେଷ୍ଟ ମକା ଚିଲି। ମସ୍ତ ହେଇଛି। ତାର କ୍ୟାପ୍ସିକମ୍ ପଡ଼ିଥାନ୍ତା। ତଥାପି ଠିକ୍ ଅଛି ଟେଷ୍ଟ। ରାଗ ବହୁତ ହେଇଛି, ରାଗ। ଖାଇଦଉନୁ କଣ କେତେ ପେଟ ପୁରିଆ ନା ତନାଗା ମକା ରଖିଛି। ଆମ ମଲ୍ଲି ଖାଇବ। ଖାଉନୁ ଏ ଖାଇବନି ସେ ରାଜ ଜମା ଖାଇବନି। କେମିତି ଲାଗିଲା କମେଣ୍ଟରେ ନିହାତି ଜଣେଇବେ। ଆପଣମାନଙ୍କୁ ଦେଶୀ ପ୍ରଣାଳୀରେ ଆମେ କଲୁ, ଆଉ କେମିତି କ'ଣ ଲାଗିଲା ଏମିତି କରିକି ଆପଣମାନେ ବି ଘରେ ତିଆରି କରିକି ଖାଇପାରିବେ ଆପଣମାନେ। ଆଉ ଭିଡ଼ିଓ ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ। ରଖୁଛି, ବାଏ ବାଏ, ଶୁଭରାତ୍ରି।